महाराज महामंत्री महाराज मोर विशाल साम्राज्य जयंतपुर राज्य कोलाहल शोभे कहीं मंत्री कोलाहल नुहे महाराज यह हूँ आपणकर जयध्वनि। हाँ महाराज महाराज समस्त प्रशंसा करते। हाँ महाराज जड़े धर्मवंत न्यायवंत ज्ञानवंत राजा बोली समस्त प्रशंसा करते। हाँ महाराज महाराज सत्य धर्म न्याय राज्य शासन कर उड़ाई विजयर नेत महाराज जनक मन रे राजा प्रजाक मन रे राजा दुखी मन रे राजा 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 दुखी मन रे राजा जनक मन रे राजा प्रजाक मन रे राजा दुखी मन रे राजा जनक मन रे राजा प्रजाक मन रे राजा दुखी मन रे राजा आनंद मन रे आनंद मन रे दमन दरंती आनंद मन रे दमन दरंती भव आकाश रे सते उड़ई ध्वजा दिजे जयंत पुरर से महाराजा दिजे जयंत पुरर से महाराजा जयंतपुर रे शासन करती नाम हटे दिव्य ज्योति मात्र चिंता मन रे न थाए काहकु न करी जयंतपुर रे शासन करती नाम हटे दिव्य ज्योति मात्र चिंता मन रे न थाए काहकु न करी क्षति सुंदर विजय जयंत पुरर से महाराजा विजय जयंत पुरर से महाराजा सिंहासने बसी होई महाखुशी करती राज्य शासन जन प्रजा को आदर कर देखुंट पुत्र सुम
বসি হই মহাযুষি করন্তি রাজ্য শাসন জন প্রজাଙ୍କୁ যে আদর করিল দেখুথাନ୍ତି পুত্র সম অক্ষয় পূজারী অক্ষয় পূজারী গীতরে লেখিলে অক্ষয় পূজারী গীতরে লেখিলে সারଳାଙ୍କ ପାଦ ତଳେ କରିଣ ପୂଜା ବିଜେ ଜୟନ୍ତ ପୁରର ସେ ମହାରାଜା ବିଜେ ଜୟନ୍ତ ପୁରର ସେ ମହାରାଜା ବିଜେ ଜୟନ୍ତ ପୁରର ସେ ମହାରାଜା ବିଜେ ଜୟନ୍ତ ପୁରର ସେ ମହାରାଜ ମୁଁ ଯାହା ସବୁ କହିଗଲି ସ୍ପଷ୍ଟ ଭାବରେ ବୁଝିପାରିଲେ ମହାମନ୍ତ୍ରୀ? ହଁ ମହାରାଜ ଯାହା ପଚାରିଲ ଏବେ ଶୁଣ ନରପତି ମହାରାଜ ସଞ୍ଚୟ ଫିଟାଇ ମୁହିଁ କହୁଛି ଝଟକ ହେ ମହାରାଜା କୁଶଳରେ ଅଟନ୍ତି ପରଜା ହେ ମହାରାଜା କୁଶଳରେ ଅଟନ୍ତି ପରଜା দেশ দেশান্তরে বুলি দেখি অতি যেতে দেশ দেশান্তরে বুলি দেখি অতি যেতে তুম ভলি তো শাসক নাহি এ জগত এ রাজেশ্বরা ଆଉ କି କହିବି ତମଚାର ଏ ରାଜେଶ୍ୱର ଆଉ କି କହିବି ତମଚାର ମହାରାଜ ଆପଣଙ୍କ ଦୟାରୁ ଜୟନ୍ତପୁର ରାଜ୍ୟରେ ସମସ୍ତ ପ୍ରଜାଗଣ କୁଶଳରେ ଅଛନ୍ତି ମହାରାଜ ଆପଣ ଏଥିରେ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ ମହାରାଜ ମହାରାଜ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ତୁମରି ପ୍ରସାଦ ଏ ରାଜଭବନ ତୁମରି ପ୍ରସାଦ ଏ ରାଜଭବନ ଧନ୍ୟ ତୁମ ବୁଦ୍ଧି ପଣ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ମହାରାଜ ଧନ୍ୟ ହେଲା ମୋ ଜୀବନ ଶୁଣି ତବ କୀର୍ତ୍ତିମାନ ଧନ୍ୟ ହେଲା ମୋ ଜୀବନ ଶୁଣି ତବ କୀର୍ତ୍ତିମାନ କେଉଁ ଭାଗ୍ୟ ବଳେ ତୁମକୁ ପାଇଛି କେଉଁ ଭାଗ୍ୟ
ମୋର ଧନ୍ୟ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ। ମହାରାଜ ତମ ଭଳି ମନ୍ତ୍ରୀ ପାଇ ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି। ଆଜ୍ଞା ମହାରାଜ। ମହାରାଜ ଜଣେ ରାଜାର କର୍ତ୍ତବ୍ୟ ହେଉଛି ରାଜ୍ୟର ଜନପ୍ରଜା କେମିତି ସଦା ସର୍ବଦା ସୁଖ ଶାନ୍ତିରେ ରହିବେ। ଏଇଟା ହେଉଛି ଜଣେ ରାଜାର ଏକମାତ୍ର କାମ୍ୟ ଆଉ କର୍ତ୍ତବ୍ୟ। କିନ୍ତୁର କାରଣ ପୁଣି କଣ ମହାରାଜ? ଶୀଘ୍ର ପ୍ରକାଶ କରନ୍ତୁ। ମହାରାଜ କିନ୍ତୁର କାରଣ ଅଛି ନିରାକାର। ମହାରାଜ କିନ୍ତୁର କାରଣ ଅଛି ମହାରାଜ। ମୋର ପ୍ରଥମ ମହାରାଣୀ ସୁନନ୍ଦା ସ୍ୱର୍ଗାରୋହଣ କଲା ପରେ ମୁଁ ଦ୍ୱିତୀୟ ରାଣୀ ସୁପ୍ରଭାକୁ ବିବାହ କରିସାରିଛି। ଦୁଇ ରାଣୀଙ୍କର ଦୁଇ ପୁଅ ଅଜୟ ଆଉ ବିଜୟ। ସୁପ୍ରଭା ମଧ୍ୟ ଅଜୟ ଆଉ ବିଜୟ କୁମାର ସ୍ନେହ ଓ ମମତା ଦେଇ ଲାଳନ ପାଳନ ମଧ୍ୟ କରି ଆସୁଛନ୍ତି। ଭବିଷ୍ୟତରେ ମହାରାଜ ଆପଣ ବିଚ୍ଛିନ୍ନ ହୋଇଯିବେ ବୋଲି ଭାବୁଛନ୍ତି କି ମହାରାଜ? ନା ନା, ଏହା ଅସମ୍ଭବ। ଆମ ଦ୍ୱିତୀୟ ରାଜମାତା ହେଉଛନ୍ତି ସାକ୍ଷାତ ଲକ୍ଷ୍ମୀ ପରି। ସେ ଅଜୟ ଓ ବିଜୟଙ୍କୁ ସ୍ନେହ ମମତା ଦେଇ ଲାଳନ ପାଳନ କରୁଛନ୍ତି ମହାରାଜ। ଆପଣ ଏଥିରେ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ ମହାରାଜ। ମହାରାଜ ବର୍ତ୍ତମାନ ସମୟ ହେଇଯାଇଛି ରାଣୀ ହଂସପୁରକୁ ଗମନ କରିବା। ତାହେଲେ ଚାଲନ୍ତୁ ମହାରାଜ।